ଆମେ ଗୋଟିଏ ଗଳ୍ପ ବିଷୟରେ ଜାଣିବା। ସେ ଗଳ୍ପଟିରେ ଲେଖିଛନ୍ତି ଦାସ ବେନହୁର। ଆଉ ଗଳ୍ପର ନାମ ହେଲା କଥା କୁହା ପଥି ଓ ପଥି ଶର୍ମା। ଗଳ୍ପଟିର ନାମ ହେଲା କଥା କୁହା ପଥି ଓ ପଥି ଶର୍ମା। ଗପର ଲେଖକ କିଏ? ଦାସ ବେନହୁର। ତ କ'ଣ ହେଇଛି ନା, ଏକ ଦେଶରେ ଥାନ୍ତି ଜଣେ ବଡ଼ ପଣ୍ଡିତ। ଅନେକ ପୋଥି ପୁରାଣ ପଢ଼ି ସେ ବହୁତ ବିଦ୍ୟା ଲାଭ କରିଥାନ୍ତି। ରାଜ୍ୟର ଲୋକେ ତାକୁ ବଡ଼ ମାନ୍ୟ କରନ୍ତି। ରାଜ ଦରବାରରେ ମଧ୍ୟ ତାଙ୍କର ବଡ଼ ଆଦର। ସବୁ କଥାରେ ରାଜା ତାଙ୍କର ପରାମର୍ଶ ଲୋଡ଼ନ୍ତି। ପଣ୍ଡିତଙ୍କ ଘର ସାରା ପଥିରେ ଭରା, ତେଣୁ ଲୋକେ ଆଦରରେ ତାକୁ ନାଁ ଦେଇଥାନ୍ତି ପଥି ଶର୍ମା। ପଣ୍ଡିତ ରାଜ୍ୟର ରାଜଧାନୀ ଗଡ଼ରେ ଗୋଟେ ସୁନ୍ଦର ଘର କରି ରହିଥାନ୍ତି। ତାଙ୍କର ଦିନଗୁଡ଼ିକ ପଥି ପଢ଼ି ଓ ଆଲୋଚନା କରି ଭଲରେ କଟି ଯାଉଥାଏ। ତାପରେ କ'ଣ ହେଲା ନା, ଏ ସମୟରେ ଦିନେ ସେହି ଦେଶର ଅନ୍ୟ ଦେଶରୁ ଆସି ଜଣେ ପଣ୍ଡିତ ପହଞ୍ଚିଲେ। ରାଜାଙ୍କୁ ଦେଖା କଲେ। ଏହି ନୂଆ ପଣ୍ଡିତ ଗୁଣ ଓ ଜ୍ଞାନରେ ରାଜା ଏତେ ଖୁସି ହୋଇଗଲେ ଯେ ନିଜ ରାଜ୍ୟରେ ରହିବା ପାଇଁ ତାଙ୍କୁ ଅନୁମତି ଦେଇଥିଲେ। ପଥି ଶର୍ମାଙ୍କ ଘରର ପଡ଼ିଶା ଜାଗାଟି ଖାଲି ଥାଏ। ସେହି ଜାଗାରେ ନୂଆ ପଣ୍ଡିତ ଘର ତଳେ ରହିଲେ। ପଥି ଶର୍ମାଙ୍କର ଏଥିରେ ବଡ଼ ଅସୁବିଧା ହେଲା। ସେ ଆଉ ନିଜ ଘରେ ଶାନ୍ତିରେ ରହିପାରିଲେ ନାହିଁ। ମୂଳ କଥା କ'ଣ ହେଲା? ମୂଳ କଥା ହେଲା ନୂଆ ପଣ୍ଡିତ ଜଣକ ଅନ୍ୟ ଧର୍ମର ଲୋକ। ତାଙ୍କର ପୋଷାକ ଭିନେ, ଭାଷା ଭିନେ। ନୀତିଦିନ ସେ ଆଇଁଷ ଖାଆନ୍ତି। ପଥି ଶର୍ମାଙ୍କ ପରି କଠଉ ନ ପିନ୍ଧି ଜୋତା ମାଡ଼ି ଚାଲନ୍ତି। ଏସବୁ କଥା ପଥି ଶର୍ମାଙ୍କ ଦେହରେ ମୋଟେ ଗଲା ନାହିଁ। ଦିନେ ସେ ରାଜାଙ୍କ ପାଖରେ ଯାଇ ଫେରାଦ ହେଲେ, ହଜୁର, ସେ ନୂଆ ପଣ୍ଡିତଙ୍କୁ ରାଜ୍ୟରୁ ବିଦା କରନ୍ତୁ, ନହେଲେ ମୋତେ ଆଉ କେଉଁ ରାଜ୍ୟକୁ ଚାଲିଯିବାକୁ ଅନୁମତି ମିଳୁ। ରାଜା ବଡ଼ ଅଡ଼ୁଆରେ ପଡ଼ିଲେ। ନୂଆ ପଣ୍ଡିତ ଥିଲେ ଅନେକ କଥାରେ ପ୍ରବୀଣ। ତାଙ୍କୁ ହାତଛଡ଼ା କରିବା ଅର୍ଥ ଜ୍ଞାନକୁ ଗୋଇଠା ମାରିବା। ପୁରୁଣା ପଣ୍ଡିତ ପଥି ଶର୍ମା ମଧ୍ୟ ନିଜ ବିଷୟରେ ବହୁତ ଜ୍ଞାନୀ। ରାଜା ଜାଣନ୍ତି ରାଜ୍ୟର ମଙ୍ଗଳ ପାଇଁ ଏ ଉଭୟ ପଣ୍ଡିତ ରାଜ୍ୟରେ ରହିବା ଦରକାର। କିନ୍ତୁ କ'ଣ କରାଯିବ? ଚିନ୍ତା କରି ରାଜା ପଥି ଶର୍ମାଙ୍କୁ କହିଲେ, ଆଚ୍ଛା, ଠିକ୍ ଅଛି, ମୁଁ ବିଚାର କରି ଦେଖୁଛି। ଏହିଭଳି କେତେଦିନ ଗଲା। ରାଜା କି ଚୁଁ କିଛି କହୁନଥାନ୍ତି। ପଥି ଶର୍ମା ମଧ୍ୟ ଆଉ କିଛି କରିପାରୁନଥାନ୍ତି। ହେଲେ ଆଉ ଆଗ ଭଳି ବେଶୀ ସମୟ ରାଜ ଦରବାରକୁ ନ ଯାଇ ସେ ପଥିମାନଙ୍କ ଭିତରେ ବୁଡ଼ି ରହିଥାନ୍ତି ନିଜ ଘରେ। ଏତେ ଦିନ ବିତି ଯାଇଥିଲେ ବି ପଥି ଶର୍ମା ନୂଆ ପଣ୍ଡିତଙ୍କ ସହ କଥା ସୁଦ୍ଧା ହୋଇନଥାନ୍ତି। ଦିନକର କଥା, ଅଧରାତି ପଡ଼ୁ ପଡ଼ୁ ପଥି ଶର୍ମାଙ୍କ ଆଖି ଲାଗିଯାଇଥାଏ ବା ନିଦରେ ଶୋଇପଡ଼ିଥାନ୍ତି। ଏତେବେଳେ ସ୍ୱପ୍ନରେ ଦେଖିଲେ ଗୋଟାଏ ପଥି ମଣିଷ ଭଳି ଠିଆ ହୋଇ ତାଙ୍କୁ କ'ଣ କହୁଛି। ପଥି କହିଲା, ପଣ୍ଡିତେ, ଆପଣଙ୍କ ମନ କଷ୍ଟ ଦେଖି ଆମମାନଙ୍କ ମଧ୍ୟ ବଡ଼ ମନ ଦୁଃଖ। ଆପଣଙ୍କ ପଡ଼ିଶା ଘରେ ମଧ୍ୟ ଅନ୍ୟ ଧର୍ମର ଜଣ ଲୋକେ ରହିଛି ବୋଲି ଆପଣ ଖୁସି ନୁହନ୍ତି ବା ଅସୁଖୀ। ଅଥଚ ଆପଣ ଆମ ଭଳି ଭିନ୍ନ ଭିନ୍ନ କଥା କହୁଥିବା ବିଚାର ଥିବା ପଥିମାନଙ୍କୁ ଆଣି ନିଜ ଘରେ ଏକାଠି ରଖିଛନ୍ତି। କେଉଁ ପଥିରେ ଲେଖା ଅଛି ଯେ ଈଶ୍ୱର ଏକ, ତ ଆଉ କେଉଁଥିରେ ଲେଖା ହେଉଛି ଈଶ୍ୱର ଅନେକ। ଆପଣଙ୍କ ଘରେ କେତେ ବିଚାର, କେତେ ପଥି ଆମେ ରହିଛୁ। କାହିଁ ଆମ ଭିତରେ ତ କଳି ନାହିଁ, କାହା ମନରେ ବି ଦୁଃଖ ନାହିଁ। ଗୀତା ପଥି ପାଖରେ ବା ବାଇବେଲ ପଥି ଅଛି। ଗୀତା ପଥି ପାଖରେ ବାଇବେଲ ପଥି ଅଛି। ଆମେ କେଡ଼େ ସହଜରେ ବର୍ଷ ବର୍ଷ ଧରି ସାଙ୍ଗ ହୋଇ ରହିଛୁ। ପଥି ଶର୍ମାଙ୍କର ନିଦ ଚଟକିନା ଭାଙ୍ଗିଗଲା। ସେ ଦେଖିଲେ ବାହାରେ ଗାଢ଼ ଅନ୍ଧାର, କେହି କୁଆଡ଼େ ନାହିଁ। ଘର ସାରା ପଥିମାନେ ଆଖି ମେଲେଇ ତାଙ୍କୁ ଯେମିତି ଚାହିଁ ରହିଛନ୍ତି। ସକାଳ ପାଉ ପାଉ ପଥି ଶର୍ମାଙ୍କର କି ପରିବର୍ତ୍ତନ ହେଲା କେଜାଣି। ସେ ନୂଆ ପଣ୍ଡିତଙ୍କ ଦ୍ୱାରକୁ ଯାଇ କହିଲେ, ଆଜ୍ଞା, ଆପଣ ଆମ ଘରକୁ ଆଜି ଟିକେ ଆସିବେ। ଏକାଠି ବସି ଜଳପାନ କରି ଆମେ ଦୁହେଁ ଦୁଃଖ ସୁଖ ହେବା। ନୂଆ ପଣ୍ଡିତ ପୁରୁଣା ପଣ୍ଡିତଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଯେତିକି, ଖୁସି ବି ହେଲେ ସେତିକି। ଏଣିକି ଦୁଇ ଜଣଙ୍କ ଭିତରେ ଦିନକୁ ଦିନ ବନ୍ଧୁତା ବଢ଼ିବାରେ ଲାଗିଲା। ରାଜାଙ୍କ ନଜରକୁ ବି ଏକଥା ଆସିଲା। ସେ ଦେଖିଲେ ନୂଆ ପଣ୍ଡିତେ ଓ ପୁରୁଣା ପଣ୍ଡିତେ ବେଶ ମିଳାମିଶା ହୋଇ ଚଳୁଛନ୍ତି। ପୁରୁଣା ପଣ୍ଡିତଙ୍କର ମନର ଏ ପରିବର୍ତ୍ତନରେ ସେ ଆନନ୍ଦିତ ହେଲେ। ଯାହା ହେଉ, କଥାଟା ଆପେ ଆପେ ସମାଧାନ ହୋଇଗଲା। ତ ଗଳ୍ପଟି ଏଥିରେ ସରିଲା। ତ ଆକ୍ଚୁଆଲି ଏଥିରେ କ'ଣ ହେଇଛି, ଦାସ ବେନହୁର ଲେଖିଛନ୍ତି ପଥି ଶର୍ମା ବାବଦରେ ଜଣେ ପଣ୍ଡିତ ଥିଲେ, ଯିଏକି ଅନ୍ୟ ଏକ ପଣ୍ଡିତକୁ, ଅନ୍ୟ ଧର୍ମର ପଣ୍ଡିତକୁ ସେ ଈର୍ଷା କରୁଥିଲେ ବା ଅହଙ୍କାର କରୁଥିଲେ। ତାଙ୍କର ଇଗୋ ହଟ୍ ହେଉଥିଲା। ତ କ'ଣ ହୋଇଛି, ଯେତେବେଳେ ସେ ନିଦରେ ଶୋଇଛନ୍ତି, ତ ପଥି ଶର୍ମା ତାଙ୍କ ମନରେ ଗୋଟେ ନିଦରେ ସ୍ୱପ୍ନ ଆସିଛି। ନିଦରେ ଆସିଛି ଯେତେବେଳେ ସ୍ୱପ୍ନରେ ଭେଟୁଛନ୍ତି ଯେ ତାଙ୍କ
ପୋଥି ଯାହା ଅଛି ଗୀତା ଭାଗବତ ବାଇବେଲ ପାଖରେ ବି ଅଛି ବା ବିଭିନ୍ନ ଧର୍ମ ଗ୍ରନ୍ଥ ବିଭିନ୍ନ ପାଖରେ ଅଛନ୍ତି। ତ ସେମାନେ ପ୍ରଦର୍ଶନ ଆଉ କହୁଛନ୍ତି ଯେ ଆମେ ବିଭିନ୍ନ ଧର୍ମ ଅଲଗା ଅଲଗା ପାଖରେ ଯଦି ରହିପାରୁଛନ୍ତି କାହିଁକି ଜଣେ ଭିନ୍ନ ଧର୍ମର ପଣ୍ଡିତମାନେ ଗୋଟେ ଜାଗାରେ ରାଜ ଦରବାରରେ ରହିପାରିବେ ନାହିଁ। ଏ କଥା ଗପ ମଧ୍ୟରେ କୁହାଯାଇଛି। ପ୍ରକୃତିରେ ଏଠି କୁହାହେଉଛି ବିଭିନ୍ନ ଧର୍ମ ଏକ, କେଉଁଠିରେ ଈଶ୍ୱର ଏକ ବୋଲି କୁହାହେଉଛି, କେଉଁଠି ଅନେକ ବୋଲି କୁହାହେଉଛି, କେଉଁଠି ନିରାକାର ବୋଲି କୁହାଯାଇଛି, କେଉଁଠି ଆକାର ଅଛି ବୋଲି କୁହାହେଉଛି। ତ ଈଶ୍ୱରକୁ ବିଭିନ୍ନ ମତବାଦ ଯେଉଁ ଅଛି ଦାସ ବେନରୁ ଏଥିରେ କ'ଣ କରିଛନ୍ତି, ବିଭିନ୍ନ ଧର୍ମ ସମାନ ବୋଲି ଗୋଟେ ବିଭିନ୍ନ ମାନବିକତା ସମାନ ବୋଲି କହିଛନ୍ତି। ଦେଶ ଭିନ୍ନ ହୋଇପାରେ, ଧର୍ମ ଭିନ୍ନ ହୋଇପାରେ, ଜାତି ଭିନ୍ନ ହୋଇପାରେ, ମଣିଷ ଭିନ୍ନ ହୋଇପାରେ, କିନ୍ତୁ ସମସ୍ତେ ସମାନ ବୋଲି ଏଠାରେ ଦାସ ବେନରୁ ଏ ଗଳ୍ପରେ କହିଛନ୍ତି। ତ ବନ୍ଧୁଗଣ, ଆପଣଙ୍କୁ ଏ ଗଳ୍ପଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭଲ ଲାଗିଥାଏ ତାପରେ ଏ ଭିଡ଼ିଓକୁ ଲାଇକ୍ କରିବେ, ଅନ୍ୟକୁ ଜଣାଇବା ପାଇଁ ସେୟାର କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ନିଶ୍ଚୟ ଆପଣଙ୍କ ମତାମତ ଦେବେ କମେଣ୍ଟ ବକ୍ସରେ। ତ ରହିଲି, ଜୟ ଜଗନ୍ନାଥ, ଜୟ ମା ସମଲେଇ, ଜୟ ମା ଦୁର୍ଗା, ଧନ୍ୟବାଦ।